ଆପଣ ଯଦି ଗୁଗୁଲରେ ସର୍ଚ୍ଚ କରିବେ 10th ରେଜଲ୍ଟ ଡେଟ୍ 2024 ତାହେଲେ ତୁମେ ଦେଖିପାରୁଥିବ 26 ମେ 10ଟା AM ରେ ରେଜଲ୍ଟ ଆସିବ। ତୁମେ ବି ଦେଖିପାରୁଥିବ ଟାଇମ୍ ବର୍ତ୍ତମାନ 9ଟା 58 ହେଇଗଲାଣି। ବର୍ତ୍ତମାନ ବହୁତ ଜଲ୍ଦି ରେଜଲ୍ଟ ଆସିବାର ବହୁତ ସମ୍ଭାବନା। ଓକେ, ଆଜି ହେଉଛି 26 ମେ। ଓକେ, ଆଉ ଯେତେବେଳେ ବି ଭିଡ଼ିଓ ରେଜଲ୍ଟ ସାଙ୍ଗେ ସାଙ୍ଗେ ଆସିବ ନିହାତି ଭାବରେ ଆମ ଚ୍ୟାନେଲ୍ ମଧ୍ୟ ଭିଡ଼ିଓ ପଡ଼ିଯିବ। ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଅଲ୍ରେ କ୍ଲିକ୍ କରିଦେବ। ଠିକ୍ ଅଛି, ତୁମେ ଦେଖିପାରୁଥିବ BSc ଓଡ଼ିଶା ରେଜଲ୍ଟ 10th ରେଜଲ୍ଟ will be announcement on May 26 at 10 AM। ଓକେ, କେଉଁ ଅଫିସିଆଲ୍ ୱେବସାଇଟ୍ରେ ତୁମେ ଦେଖିବ ସର୍ବପ୍ରଥମେ କେଉଁ ୱେବସାଇଟ୍ ଦେଖିବ ତା ମଧ୍ୟ ମୁଁ ତୁମକୁ ବତେଇଦେବି। ତ ଫାଷ୍ଟ କରିକି ଗୁଗୁଲରେ କିମ୍ବା କ୍ରୋମ୍ ବ୍ରାଉଜରରେ ସର୍ଚ୍ଚ କରିବେ ଇଣ୍ଡିଆନ୍ ରେଜଲ୍ଟ ସର୍ଚ୍ଚ କରିଦେବ। ଇଣ୍ଡିଆନ୍ ରେଜଲ୍ଟ ସର୍ଚ୍ଚ କରିସାରିଲା ପରେ indianresult.com ଉପରେ କ୍ଲିକ୍ କରିଦେବ। କ୍ଲିକ୍ କରିସାରିଲା ପରେ ଓଡ଼ିଶା ସିଲେକ୍ଟ କରିବ। ଠିକ୍ ଅଛି, ଯେମିତି ମୁଁ ପ୍ରୋସେସ୍ କହୁଛି ସେମିତି ପ୍ରୋସେସ୍ କରିବ। ଓଡ଼ିଶା ସର୍ଚ୍ଚ କରିଦେବ ଆରାମସେ। ତାପରେ ବୋର୍ଡ଼ ଅଫ୍ ସେକେଣ୍ଡାରୀ ଓଡ଼ିଶା, ଠିକ୍ ଅଛି, ଯେମିତି ଆମେ 10th ରେଜଲ୍ଟ ଦେଖୁଛୁ ତେଣୁ ବୋର୍ଡ଼ ଉପରେ ସେକେଣ୍ଡାରୀ ଓଡ଼ିଶା ଉପରେ କ୍ଲିକ୍ କରିବ। ତାପରେ ଆନୁଆଲ୍ HSC ଏକ୍ଜାମିନେସନ୍ 2024, ଠିକ୍ ଅଛି, ତାପରେ କ୍ଲିକ୍ କରିବ। ତୁମେ ଦେଖିପାରୁଥିବ ଓକେ, ଏଥିରେ ଲିଙ୍କ୍ ଆଭେଲେବୁଲ୍ ଦେଖିବ, ତ ଲିଙ୍କ୍ ଏଥିରେ ଆଭେଲେବୁଲ୍ ନାହିଁ। ଓକେ, ତୁମେ ଦେଖିବ। ତାପରେ ମୁଁ କ୍ଲିକ୍ କରିବି। କ୍ଲିକ୍ କରିସାରିଲା ପରେ ଯେତେ ଲିଙ୍କ୍ ଉପରେ କ୍ଲିକ୍ କରିସାରିଲା ପରେ ଦେଖିପାରୁଥିବ ନଟ୍ ଫାଉଣ୍ଡ, ମାନେ ସାଇଟ୍ ଟିକେ ଡାଉନ୍ ରହିଛି। ତା ପୁଣି ଅଲଗା ସାଇଟ୍ ଉପରେ କ୍ଲିକ୍ କରିବ। କେଉଁ ସାଇଟ୍ ତୁମକୁ ଦେଖେଇ ଦେଉଛି। ଓକେ, ତୁମେ କରିବ BSc ଓଡ଼ିଶା.ac.in। ଓକେ, ଏଇଟା ହେଉଛି ଅଫିସିଆଲ୍ ୱେବସାଇଟ୍। ଠିକ୍ ଅଛି, ତ BSc ଓଡ଼ିଶା ଉପରେ କ୍ଲିକ୍ କରିବ। BSc ଓଡ଼ିଶା ଉପରେ କ୍ଲିକ୍ କରିସାରିଲା ପରେ ତୁମକୁ ଦେଖିଦେଉଛି। BSc ଓଡ଼ିଶା ଉପରେ କ୍ଲିକ୍ କରିଦେବ। ଏଇ ଯେଉଁ ଥ୍ରୀ ଡଟ୍ ଅଛି, ଥ୍ରୀ ଡଟ୍ ଉପରେ କ୍ଲିକ୍ କରିବ। ଥ୍ରୀ ଡଟ୍ ଉପରେ କ୍ଲିକ୍ କରିସାରିଲା ପରେ ଏ ଡାଇରେକ୍ଟ ରେଜଲ୍ଟ ଅପସନ୍ ଅଛି। ରେଜଲ୍ଟ ଅପସନ୍ ଉପରେ କ୍ଲିକ୍ କରିବ। ତୁମେ ଦେଖିପାରୁଥିବ ରେଜଲ୍ଟ ଅପସନ୍ ଉପରେ କ୍ଲିକ୍ କରିସାରିଲା ପରେ ହେଲା କି ଏଥିରେ ସବୁ କିଛି ଏଇଥିରେ ଡାଇରେକ୍ଟ ଲିଙ୍କ୍ ମଧ୍ୟ ଏଥିରେ ଆଭେଲେବୁଲ୍ ହେଇଯିବ। ଯେତେବେଳେ ବି ଏଥିରେ ଲିଙ୍କ୍ ଆଭେଲେବୁଲ୍ ହେଇଯିବ ସେତେବେଳେ ମୁଁ ତୁମକୁ ଆମର ଚ୍ୟାନେଲ୍ ମଧ୍ୟ ଭିଡ଼ିଓ ମଧ୍ୟ ଅପଲୋଡ଼ ହେଇଯାଇଥିବ। ତାପରେ ତୁମେ ଦେଖିକରି ଆରାମସେ ମଧ୍ୟ ରେଜଲ୍ଟ ଦେଖିପାରିବ। ଠିକ୍, ତ ଜାଣିପାରିଲ କେମିତି ତୁମେ ନିଜ ରେଜଲ୍ଟ ମଧ୍ୟ ଚେକ୍ କରିପାରିବ। ତ ଯେତେବେଳେ ବି ସାଙ୍ଗେ ସାଙ୍ଗେ ରେଜଲ୍ଟ ବାହାରିଯିବ ମୁଁ ସାଙ୍ଗେ ସାଙ୍ଗେ ଆମ ଚ୍ୟାନେଲ୍ରେ ମଧ୍ୟ ଭିଡ଼ିଓ ଅପଲୋଡ଼ କରିଦେବି। ତ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ଆଉ ଯଦି କିଛି ବି ଡାଉଟ୍ ରହୁଛି ତାହେଲେ ନିହାତି ଭାବରେ ଏହା କମେଣ୍ଟ ବକ୍ସରେ ତୁମର ମତାମତ ଦିଅନ୍ତୁ। ତ ରହୁଛି, ଦେଖା ହେବ ନେକ୍ସଟ ଭିଡ଼ିଓରେ। ସେଥିପାଇଁ ଜୟ ଜଗନ୍ନାଥ।